ମୋ ନାଁ ବିକାଶର ବୟସ ଏବେ 24 ହେବଟ। ଏ କାହାଣୀ 5 ବର୍ଷ ତଳର। ମୁଁ ମୋ ଇଞ୍ଜିନିୟରି କରିବା ପାଇଁ ଭୁବନେଶ୍ୱରରେ ରହୁଥିଲି। ମୋ ତଳ ଘରେ ପୂଜା ଭାଉଜ, ବୁଟୁ ଭାଇ ଆଉ ତାଙ୍କର ଗୋଟେ 3 ବର୍ଷର ଝିଅ ଭଡ଼ାରେ ରହୁଥିଲେ। 1-2 ମାସ ରହିବା ପରେ ତାଙ୍କ ପରିବାର ସହ ମୋର ବହୁତ ଭଲ ସମ୍ପର୍କ ଗଢ଼ି ଉଠିଲା। ତାଙ୍କ ଝିଅକୁ ମୁଁ ଧରି ବାହାରେ ବୁଲାବୁଲି କରେ। ମୋ ପାଖରେ ଟିଭି ନଥିଲା। ମୁଁ ତାଙ୍କ ଘରେ ଯାଇ ଟିଭି ଦେଖେ ଆଉ ଭାଉଜଙ୍କ ସହ ହସ ମଜା କରେ। ଏମିତି କିଛି ଦିନ ବିତିଗଲା। ବୁଟୁ ଭାଇ ଗାଡ଼ି ଚଲାନ୍ତିର। ସେଦିନ ରାତିରେ ସମ୍ବଲପୁର ଗାଡ଼ି ନେଇ ଯାଇଥିଲେ। ମୁଁ ଆଉ ଭାଉଜ ବସି ଟିଭି ଦେଖୁଥିଲୁ। ସେ ତାଙ୍କର 3 ବର୍ଷର ଝିଅକୁ କୋଳରେ ଧରିଥାନ୍ତି ଆଉ ସେ ଶୋଇପଡ଼ିଥିଲା। ବୁଟୁ ଭାଇ ତାଙ୍କୁ ଫୋନ କରି କହିଲେ, ଆଜି ରାତି ଘରକୁ ଆସିବେନି କ, ଖାଇକି ଶୋଇପଡ଼। ତାପରେ ଭାଉଜ ଯାଇ ତାଙ୍କ କୁନି ଝିଅକୁ ଶୁଆଇ ଦେଇ ଆସିଲେ। ମୁଁ ସେମିତି ଟିଭି ଦେଖୁଥାଏ ଆଉ ସେ ମୋ ପାଖରେ ଆସି ବସିଲେ। ରାତି ମାତ୍ର 11 ବାଜିଥାଏ। ମୁଁ ଯାଇ ଶୋଉଛି ବୋଲି ଭାଉଜଙ୍କୁ କହିଲେ। ସେ ମୋତେ କହିଲେ, ଆଜି ଭାଇ ଆସିବେଣି ଆମ ଘରେ, ଶୋଇପଡ଼, ମୋତେ ଟିକେ ଏକା ରହିଲେ ଡର ଲାଗେ। ଏମିତି ସେ ମୋତେ ବାରମ୍ବାର କହିବାରୁ ମୁଁ ଠିକ୍ ଅଛି ବୋଲି କହିଲେ। ଆମେ ଦୁହେଁ ସୋକା ଉପରେ ବସିଥିଲୁ ଆଉ ସେ ମୋତେ କହିଲେ, ବିକାଶ ତୁମକୁ ଗୋଟେ କଥା ପଚାରିବି, କିଛି ଖରାପ ଭାବିବନି। ମୁଁ କହିଲି, କ'ଣ ପଚାର। ଭାଉଜ କାହା ସହ କେବେ ସେକ୍ସ କରିଛି? ଏକଥା ଶୁଣି ମୁଁ ପୁରା ଛାନିଆ ହେଇଗଲି। ମୁଁ କହିଲି, ନାଇଁ, ଏ ସବୁ ଭାବିବା ପାଇଁ ସମୟ ନାହିଁ। ବର୍ତ୍ତମାନ ପଢ଼ାପଢ଼ିରେ ମନ ଦେଉଛି। ସେ କହିଲେ, ତୁମ ଭାଇ ଆଉ ଏସବୁ ବିଷୟରେ ଜ୍ଞାନ ଦେଉ ନାହାନ୍ତି। ମୋତେ ଭଲ ଲାଗୁନି ତ। ଝିଅ ଜନ୍ମ ହେବା ପରଠାରୁ ମୋତେ ଆଉ ମୋ ସହ ଭଲରେ ମିଶୁନାହାନ୍ତି। ମୁଁ ଟିକେ ଲାଜେଇ କହିଲି, ସେ ତୁମ ଫ୍ୟାମିଲି ମେଟର, ମୁଁ କ'ଣ କରିବି? ଭାଉଜ ମୋର ଆହୁରି ପାଖକୁ ଆସି କହିଲେ, ଏମିତି କ'ଣ ପରଲୋକଙ୍କ ଭଳିଆ କହୁଛ? ବିକାଶ, ଆଜି ତମେ ଟିକେ ମୋ କଥା ରଖ ଆଉ ମୋତେ ଟିକେ ହେଲ୍ପ କରି। ମୁଁ ମନେ ମନେ ଭାବି ସାରିଲିନି, ଆଜି ଶଳା ଭାଉଜଙ୍କ ବିଆରେ ଗେହିବାକୁ ମିଳିବ। ମୁଁ ଟିକେ ନ ଜାଣିଲା ଭଳି ଏଠି କରିକି ଭାଉଜ ଯାହା ପଚାରୁଥିଲେ ଭାଉଜଙ୍କୁ କହୁଥାଏ, ଯେମିତି କି ମୁଁ କିଛି ଜାଣିନି। ଭାଉଜ କହିଲେ, ଆଜିକୁ ମୋତେ ତୁମର ସବୁ କିଛି ବୋଲି ଭାବିବ। ଏକଥା ଶୁଣି ମୋ ବାଣ୍ଡ ଉଠିବା ଆରମ୍ଭ କଲା। ଭାଉଜଙ୍କୁ କେମିତି ଗେହିବି ଭାବୁଥାଏ, ହେଲେ ଭାଉଜ ତାଙ୍କ ଆଡୁ ଇସାରା କରୁଥାନ୍ତି। ଭାଉଜ ଧୀରେ କରି ମୋ ହାତକୁ ଧରିକି ଆଙ୍ଗୁଠିରେ ମୋ ହାତ ପାପୁଲିକୁ ସଲସଲ କଲେ। ମୋତେ ସେ ସମୟରେ ହସ ଲାଗୁଥିଲା ଆଉ ମୁଁ ପାଟି ଚିପିକି ବସିଥାଏ ସୋକା ଉପରେ। ତାପରେ ଭାଉଜ ମୋ ଜଙ୍ଘରେ ହାତ ମାରିକି ମୋ ଜଙ୍ଘକୁ ମୋଡ଼ି ଚାଲିଲେ। ଭାଉଜଙ୍କ କୋଳ ହାତ ବାଜିକି ମୋ ବାଣ୍ଡ ପୁରା ଟିଙ୍ଗେଇ ହେଇଗଲାଣି। ଭାଉଜ ସେଇଠୁ ଉଠିକି ଯାଇକି ଲାଇଟଟା ବନ୍ଦ କରି ଦେଇକି ଆସିଲେ। ତାପରେ ସେ ଆସିକି ସିଧା ମୋ କୋଳରେ ମୋତେ ଭିଡ଼ିକି ଧରିକି ବସିଲେ। ଭାଉଜ ଗୋଟେ ଲୁଗା ଭିତରେ ଚଢ଼ି ନଥିଲେ ବୋଧେ ଯେ ତାଙ୍କ ଜଙ୍ଘ ମୋ ହାତରେ ବାଜିବାରୁ ମୋତେ ଜୋରେ ଉଡ଼ିଲା। ତାପରେ ଭାଉଜ ମୋତେ କୁଣ୍ଡେଇକି ଧରିକି ତାଙ୍କ ଦୁଧକୁ ମୋ ଛାତିରେ ରଗଡ଼ି ଚାଲିଲେ। ସେ ଜାଣି ଜାଣି ତାଙ୍କ ଦୁଧ ମୋ ଦେହରେ ଆଉ ଛାତିରେ ଘଷି ଘଷି ଲୁଗାକୁ ଦୁଧରୁ ଖସେଇ ଦେଲେ। ହେ ଭଗବାନ! ତାପରେ ଭାଉଜ ମୋ ମୁଣ୍ଡକୁ କୁଣ୍ଡେଇକି ଧରିକି ଗୋଡ଼େ ଦୁଧକୁ ମୋ ମୁହଁ ପାଖରେ ଜବରଦସ୍ତି ରଖୁକି ମୋ ପାଟିରେ ପୂରେଇ ଦେଲେ। ମୁଁ ହେଲେ ସେତେବେଳକୁ ବାଜ ହେଇକି ତାଙ୍କ ଦୁଧକୁ ଆକୁଳେଇକି ଖାଇ ଚାଲିଲି। ଏତିକି ଭିତରେ ତାଙ୍କ ଲୁଗା ପ୍ରାୟ ଖସିଗଲାଣି। ସେ ସେଇଠୁ ତଳକୁ ଗୋଟେ ଗୋଡ଼ ରଖୁକି ମୋ ପ୍ୟାଣ୍ଟକୁ ଟାଣିକି ଖୋଲିଲେ। ମୁଁ ଗୋଟେ ପ୍ଲାସ୍ ପ୍ୟାଣ୍ଟ ସହିତ ଚଡ଼ି ପିନ୍ଧିଥିଲି। ସେ ମୋ ପ୍ୟାଣ୍ଟ ଖସେଇକି ଚଡ଼ିକୁ ଯେମିତି ତଳକୁ କରିଦେଲେ। ମୋ ମୁଷଳ ପୁରା ଦଣଦଣ ହେଇକି ହଲହଲ ହେଲା। ଭାଉଜ ତାଙ୍କ ବାମ ହାତରେ ମୋ ବାଣ୍ଡକୁ ମୁଠେଇକି ଧରିକି ହଲେଇଲେ। ଗୋଟେ ହାତରେ ସେ ବାଣ୍ଡକୁ ହଲାଉଥାନ୍ତି, ପୁଣି ତାଙ୍କ ଦୁଧକୁ ମୋ ପାଟିରେ ପୂରେଇକି ରଖୁଥାନ୍ତି। ତାପରେ ଭାଉଜ ସମ୍ଭାଳି ପାରିଲେନି। ଭାଉଜ ସୋକାରେ ଗୋଟେ ଗୋଡ଼ ରଖିଲେ ଆଉ ଗୋଟେ ଗୋଡ଼ ତଳେ ରଖିଲେ। ତାପରେ ଲୁଗାକୁ ଆଗପଟୁ ସାଇଡ୍ କରିକି ମୋ ବାଣ୍ଡକୁ ବିଆ ବସି ପଡ଼ିଲେ। ଭାଉଜ ଯେମିତି ମୋ ବାଣ୍ଡରେ ବସିଛନ୍ତି, ତାଙ୍କ ବିଆର ପୁରା ଭିତରକୁ ବୋଲି ମୋ ବାଣ୍ଡ ପଶିଗଲା। ସେ 8-10 ଥର ମୋ ବାଣ୍ଡ ଉପରେ ବସିକି ଗେହିଦେଲେ। ତାପରେ ବିଆରେ ସେମିତି ବାଣ୍ଡକୁ ପୂରେଇକି ରଖି ଦେଇକି ମୋ ଓଠକୁ କାମୁଡ଼ିଲେ। ମୋତେ ଲାଗୁଥିଲା ଯେମିତି ଆଜି ତ ଭାଉଜ ମୋତେ ରେପ କରିଦେବେ। ଭାଉଜ ଖାଲି ଆଁ ଆଁ ହେଇକି ଧୀରେ ଧୀରେ ସମ ହେଉଥାନ୍ତି ଆଉ ମୋ ବାଣ୍ଡରେ ଓଠ ବସ ହଉଥାନ୍ତି। ତାପରେ ମୁଁ ହେଲେ ଧକ୍କା ଦେବାରେ ଲାଗିଲି। ମୁଁ 2 ହାତରେ ତାଙ୍କର ବିଆକୁ ମେଲେଇକି ଧରିକି ରଖୁଲି ଆଉ ବିଆ ପୁରା ମେଲେଇ ହସବାସ ପଶୁଥାଏ। ଏତିକି ଭିତରେ ତାଙ୍କ ଲୁଗା କୁଆଡ଼େ ଖସିକି ପଳେଇଲାଣି। ଭାଉଜ ଖାଲି ଗିହା ଖାଇଲା ବେଳକୁ ତାଙ୍କ ଦୁଧର ମୁଣ୍ଡିକୁ ମୋ ପାଟିରେ ପୂରେଇ ଚାଲିଥାନ୍ତି। ମୁଁ ଗୋଟେ ଦୁଧକୁ ପାଟିରେ ପୂରେଇକି ଚୁଚୁମି ଚାଲିଥାଏ।
ଆଉ ଗୋଟେ ଦୁଧକୁ ଦଳିକି ପୁରା କ୍ଷୀର ବାହାର କରିଦେଲି। ସେତିକି ଭିତରେ ମୁଁ ପୁଣି ଗାଣ୍ଡି ଉଠେଇକି ବିଆରେ ହୁ ହୁ କରିକି ମାଡ଼ ଦେଇ ଚାଲିଯିବ। ସୋଟା ଉପରଟା ଖାଲି ଖଟପଟ ଶୁଭୁଥାଏ। ମୋ ମୁହଁକୁ ଧରି ତାଙ୍କ ଓଠକୁ ଓଠରେ ମିଶେଇ କିସ୍ କରୁ କରୁ ମୋ ବାଣ୍ଡ କିଆ ହୋଇ ଗଲାଣି। ସେ ମୋ ପ୍ୟାଣ୍ଟ ଉପରେ ହାତ ରଖି ଆହୁରି ଜୋରେ ଟିଙ୍ଗେଇବାକୁ ଲାଗିଲା। ସେଦିନ କଫି କଲର ଶାଢ଼ୀ ଆଉ କଲର ବ୍ଲାଉଜ ଭାଉଜ ପୁରା ନଙ୍ଗା ଲାଗୁଥିଲା। ମୁଁ ଆହୁରି ଆକର୍ଷିତ ହୋଇ ଭାଉଜ ଖାଲି ସମ ସମ ହେଉଥାନ୍ତି। ତଳକୁ ହାତ ନେଇ ବାଣ୍ଡକୁ ସାଇଜରେ ଧରିକି ବିଆର କଣାରେ ସେଟ୍ କରି ଦେଉଥିଲେ ଆଉ ବିଆରେ ବାଣ୍ଡକୁ ଚାପି ଦେଉଥାନ୍ତି। ଭାଉଜ ଓ ଆରହ ହେଇ ଚିଲେଇ ଚିଲେଇ ଗେହୁଥାନ୍ତି। ଏଭଳି ଶବ୍ଦ ଶୁଣି ମୁଁ ଆହୁରି ପାଗଳ ହେଉଥିଲି ଆଉ ହାଲକା କରି ଦୁଧର ମୁଣ୍ଡିକୁ ଚୋବେଇ ଦେଲି। ଭାଉଜ କହିଲେ ଆ ଛାଡ଼। ତାପରେ କହିଲେ ନାଇଁ ପଛପଟୁ ସଜ ଲାଗିବ। ଭାଉଜ ସୋଫା ଉପରେ ଆଣ୍ଠୁ ପକେଇକି ନିକି ଲଗି ପୋଜିସନରେ ଦେଖେଇଲେ। ସୋଫା ଉପରେ ହାତ ରଖି ଭାଉଜ ନିକି ରହିଲେ ଆଉ ମୁଁ ବାଣ୍ଡ ପୂରେଇ ଗେହିବାକୁ ଲାଗିଲି। ମୁଁ ତାଙ୍କ ପିଠି ଉପରେ ମାଡ଼ି ବସିକି ଦୁଇ ହାତରେ ଦୁଧକୁ ଧରି ଚିପୁଥାଏ। ମୋ ବାଣ୍ଡ ସିଧା ସିଧା ବିଆର କଣାରେ ପଶୁଥାଏ। ଭାଉଜ ଏମିତି ସାଇଜରେ ଦେଖାଉଥିଲେ ଯେ ବିଆରୁ ଆଦୌ ବାଣ୍ଡ ଖସେନି। ତାପରେ ଭାଉଜ ଯେମିତି ଆ କର ଜୋରେ କର କହିଲେ ମୁଁ ସେତିକିରେ ଜୋରେ ଜୋରେ ଗେହି ଚାଲିଲି। ତାପରେ ସଙ୍ଗେ ସଙ୍ଗେ ପରେ ମୋର ବୀର୍ଯ୍ୟ ବାହାରିଗଲା। ସେମିତି ବିଆରେ ବୀର୍ଯ୍ୟ ସହିତ ମୁଁ ଗେହି ଚାଲିଥାଏ। ବିଆକୁ ଗେହି ଗେହି ପୁରା କେମ୍ପଣ କରିଦେଲି। ଆଉ ସେମିତି ଭାଉଜଙ୍କୁ କୁଣ୍ଡେଇକି ଧରିକି ବିଆରେ ବାଣ୍ଡକୁ ଗଳେଇକି ସୋକା ଉପରେ ମାଡ଼ି ବସିଥିଲି। କିଛି ସମୟ ସେମିତି ପଡ଼ିକି ରହିବା ପରେ ଭାଉଜ ଆଉ ମୁଁ ଯାଇ ଗାଧେଇ ହେଲୁ। ତାପରେ ତାଙ୍କ ବେଡ଼କୁ ଯାଇ ଦୁଇଜଣ ଯାକ କୁଣ୍ଡା କୁଣ୍ଡି ହୋଇ ନିଦରେ ଶୋଇପଡ଼ିଲୁ। ମୁଁ ତାଙ୍କୁ କୁଣ୍ଡେଇକି ଧରିକି ତାଙ୍କ ବିଆରେ ଆଙ୍ଗୁଠି ପସେଇକି ଶୋଇଲି। ତାପରେ ସକାଳେ ମୁଁ ମୋ ରୁମକୁ ଗଲି। ମୋର ଇଞ୍ଜିନିୟର ସରିବା ପର୍ଯ୍ୟନ୍ତ ସମୟ ଦେଖି ଭାଉଜ ମତେ ଡାକି ଗିହା କରୁଥିଲେ। ଭାଉଜଙ୍କ ବିଆ ଟିକେ ଢିଲା ଥିଲା ତଥାପି ମଜା ଲାଗୁଥିଲା। ପାଠପଢ଼ା ଚାଲିଥିବା ସମୟରେ ଭାଉଜଙ୍କୁ ପ୍ରବଳ ଗେହିଛି।